मन परिवर्तन एक पुराना प्रसंग अटे किंतु ताहा सबुबेले आम पई प्रयोजनीय आवश्यक विषय अटे। काहीकि मन परिवर्तन करबा दरकार आज ध्यान रखिए। मन परिवर्तन काहीकि करबा आवश्यक अटे। जदि आमे मन परिवर्तन करबा नाही तो परिणाम कौन हबो? प्रभुଙ୍କ लोक माने मन परिवर्तन डेफिनेशन कौन अटे? मन परिवर्तन कले लाभ कौन अटे? एई तीन गोटी कथा को मु आसी आपण मानको सम्मुखरे रखिबी। आमे जदि मन परिवर्तन करबा नाही परिणाम कौन हबो? जदि आमे धर्मशास्त्र रे देखिबा परिवर्तन न कले विनष्ट हेबो बोली लिखा अछि। लूक सुसमाचार 13 अध्याय बाहर करंतु आउ 3 पद 5 पद मो तुम्भ मानकु कहूछि किंतु मन परिवर्तन न कले माने समस्त सही प्रकारे विनष्ट हेबो। 5 पद मो तुम्भ मानकु कहूछि ना किंतु मन परिवर्तन न कले माने समस्त सही परि विनष्ट हेबो। जिहुदी मानक अंचल रे दुई गोटी घटना घटी जाइथिला। गोटी घटना पिलातो राजा शासनकर्ता किछि गालिलियो लोक मानकु हत्या करथिले। आउ बड़ क्रूर हत्या करथिले। खाली बद्ध करिनाहंती सेमानंकर रक्त को नेकी बलि उत्सर्ग करथिले। एई कथाटी चहल पड़ीगला। लोके भाबिले एई गालिलियो लोक मानकर एपरि मृत्यु रो अर्थ से माने बहुत पापी थिले बोले। आम अंचल रे आम समाज रे जदि काहारी किछि अघटन घटे आम मन को फट करी आसे बोधे से किछि ना गोटे भूल करछ। प्रभुଙ୍କ नामर धन्यवाद हेउ। लोक मानक मनरे एहा थिला जे से गालिलियो माने अधिक पापी तेणु से माने मले। आउ गोटे घटना घटीथिला। प्रहरी दुर्ग रो प्राचीर पड़ी 18 जन लोक मरि जाइथिले। लोक मानक मध्यरे गोटे गुजब थिला जे एमाने बोधे बहुत पापी थिले। कांथ पड़ीगला मरिगले। लोके आसिकी एई प्रकार आलोचना कला बेले 3 पदरे यीशु ताहाको स्पष्ट करूछन्ति। यीशु कहउछन्ति मु तुम मानकु कहउछि तमे जेमिति भाबुछ सेमिति नाही ना। मन परिवर्तन न कले तुम्ही माने समस्ते सही प्रकार मरिब।
ଆଚ୍ଛା, ତାମାନେ ମନ ପରିବର୍ତ୍ତନ ନ କଲେ ବିନଷ୍ଟ ହୁଅନ୍ତି। এই কথা କହିଲା ପରେ ପ୍ରଭୁ ଯୀଶୁ ଗୋଟିଏ ଉଦାହରଣ ଦେଉଛନ୍ତି। ଆଉ 5 ପଦ ମିଶାଇକି ପଡ଼ 9 ପଦ ଯାଏ। ମୁଁ ତୁମ୍ଭମାନଙ୍କୁ କହୁଅଛି ନା, କିନ୍ତୁ ମନ ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହିପରି ବିନଷ୍ଟ ହେବ। ଆଉ ସେ ଏହି ଦୃଷ୍ଟାନ୍ତ କହିଲେ, ଜଣକର ଦ୍ରାକ୍ଷା କ୍ଷେତ୍ରରେ ଗୋଟିଏ ଡିମ୍ବିରି ଗଛ ଲଗାଯାଇଥିଲା। ସେ ଆସି ସେଥିରେ ଫଳ ଖୋଜିଲେ, କିନ୍ତୁ ପାଇଲେ ନାହିଁ। ତେଣୁ ସେ ମାଳିକି କହିଲେ, ଦେଖ, ଏହି 3 ବର୍ଷ ହେଲା ମୁଁ ଆସି ଏହି ଡିମ୍ବିରି ଗଛରେ ଫଳ ଖୋଜୁଅଛି, କିନ୍ତୁ ପାଉନାହିଁ। ଏହାକୁ ହାଣି ପକାଅ। ଏଇଟା କାହିଁକି ଭୂମିକୁ ମଧ୍ୟ ଅକର୍ମଣ୍ୟ କରୁଅଛି? ମାତ୍ର ସେ ତାଙ୍କୁ ଉତ୍ତର ଦେଲା, ପ୍ରଭୁ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ି ଦିଅନ୍ତୁ। ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି, ଆଉ ପରେ ଫଳ ହୁଏ ତ ଭଲ, ନହେଲେ ତାହାକୁ ହାଣି ପକାଇବେ। ପରେ ଫଳ ହୁଏ ତ ଭଲ, ନହେଲେ ତାହାକୁ ହାଣି ପକାଇବେ। ପ୍ରଭୁ ଯୀଶୁ ମନ ପରିବର୍ତ୍ତନ ନ କଲେ ବିନଷ୍ଟ ହେବ ବୋଲି କହିଲା ପରେ କଣ୍ଟିନ୍ୟୁ କଣ୍ଟେକ୍ସଟରେ ସେ ଗୋଟିଏ ଦୃଷ୍ଟାନ୍ତ ଦେଉଛନ୍ତି। ଜଣକର ଦ୍ରାକ୍ଷା କ୍ଷେତ୍ର ଥିଲା, ମଝିରେ ଗୋଟେ ଡିମ୍ବିରି ଗଛ ଥିଲା, ଆଉ 3 ବର୍ଷ ହେଲା ଫଳ ଫଳିଲା ନାହିଁ। ଆଉ ମାଲିକ ଆସିକି କହୁଛନ୍ତି, ଏହାକୁ ହାଣି ପକାଅ, କାହିଁକି ଏ ଭୂମି କି ସୁଦ୍ଧା ଅକର୍ମଣ୍ୟ କରୁଛି। ପ୍ରଭୁ ଆପଣଙ୍କୁ ମୋତେ ତାଙ୍କ କ୍ଷେତ୍ରରେ ରୋପଣ କରିଛନ୍ତି। ଆମେ ଗୋଟିଏ ଗୋଟିଏ ଗଛ ଅଟୁ। ଆଉ এই ଗଛ ଯଦି ଫଳିବ ନାହିଁ ତାହେଲେ ହଣାଯିବ। ଇତିମଧ୍ୟରେ କଥା ଯେପରି ଅଧିକ ସାଂଘାତିକ ନ ହୁଏ, ମାଳି କହୁଛନ୍ତି, ପ୍ରଭୁ, ଏହାକୁ ଏଇ ବର୍ଷଟି ଛାଡ଼ି ଦିଅନ୍ତୁ। ମୁଁ 4 ପାଖରେ ଖୋଳିକି ଖତ ଦେବି। ପ୍ରଭୁଙ୍କ ନାମ ଧନ୍ୟ ହେଉ। ଯଦି ଫଳ ଫଳିବ ନାହିଁ ତାହେଲେ ହଣାଯିବ। ଏହାର ଅର୍ଥ କ'ଣ? ଯଦି ଆମେ ମାଥିଉ 3 ଅଧ୍ୟାୟକୁ ଯିବା, ମାଥିଉ 3 ଅଧ୍ୟାୟରେ ସେଇ କଥାକୁ ସେଠାରେ ମଧ୍ୟ ଦୋହରାଇ ଦିଆଯାଇଛି। 3 ଅଧ୍ୟାୟ ତାହାର ପଢନ୍ତୁ 10 ପଦ। ଆଉ ଏବେ ସୁଦ୍ଧା ଗଛ ଗୁଡ଼ିକ ମୂଳରେ କୁହାଡ଼ି ଲାଗିଅଛି। ଅତଏବ ଯେକୌଣସି ଗଛ ଭଲ ଫଳ ଫଳେ ତାହା ହଣାଯାଇ ନିଆଁରେ ପକାଯିବ। ଭଲ ଫଳ ନ ଫଳେ, ଯେକୌଣସି ଗଛ ଭଲ ଫଳ ନ ଫଳେ, ଶୁଣନ୍ତୁ, 3 ବର୍ଷ ହେଲା ଫଳ ଫଳି ନାହିଁ, କିନ୍ତୁ ମାଥିଉରେ ଲୁକରେ 3 ବର୍ଷ ହେଲା ଡିମ୍ବିରି ଗଛ ଭଲ ଫଳ ଫଳି ନାହିଁ, ଫଳ ହିଁ ଫଳି ନାହିଁ। କିନ୍ତୁ ମାଥିଉରେ ଆଶା କରୁଛନ୍ତି ଭଲ ଫଳ ନ ଫଳିଲେ ହଣାଯିବ, ଆଉ ହଣା ଯାଇକି ନିଆଁରେ ପକାଯିବ। ପ୍ରଭୁଙ୍କ ଲୋକମାନେ ଏ ଭଲ ଫଳ ମାନେ କଣ ଅଟେ? ଯଦି ମାଥିଉର କଣ୍ଟେକ୍ସଟ ଅନୁସାରେ, ଶାସ୍ତ୍ରାଂଶ ଅନୁସାରେ ଯଦି ଆମେ ଧ୍ୟାନ କରିବା, ଭଲ ଫଳ 3 ପ୍ରକାର ଅନୁଭୂତିକୁ ଦର୍ଶାଏ। ନମ୍ବର 1, ମାଥିଉ 3:2 ପ୍ରଭୁ କହୁଛନ୍ତି ମନ ପରିବର୍ତ୍ତନ କର। ମାଥିଉ 3:6 ଯେଉଁମାନେ ମନ ପରିବର୍ତ୍ତନ କଲେ, ଆପଣା ଆପଣା ପାପ ସ୍ୱୀକାର କରି ବାପ୍ତିଜିତ ହେଲେ। ଦ୍ୱିତୀୟ ବିଷୟ ହେଲା ସେମାନେ ବାପ୍ତିଜିତ ହେଲେ। ଆଉ ତୃତୀୟ ବିଷୟ ହେଲା ଯେଉଁମାନେ ମନ ପରିବର୍ତ୍ତନ କରୁଛନ୍ତି ସେମାନଙ୍କୁ ପବିତ୍ର ଆତ୍ମାରେ ମଧ୍ୟ ବାପ୍ତିସ୍ମ ମିଳିବ। 11 ପଦରେ ତାହା ଲେଖା ଅଛି।
যদি ଜଣେ ଖ୍ରୀଷ୍ଟିଆନ ବୋଲାଉଛି ନିଜକୁ ଆଉ ଯଦି ସେ ମନ ପରିବର୍ତ୍ତନ କରିନାହିଁ, ଡୁବନ ନେଇନାହିଁ, ପବିତ୍ର ଆତ୍ମା ପାଇନାହିଁ, ସେ ହଣାଯିବ। ସେ ଯେ କହିବ ହଣାଯିବାର ଅର୍ଥ ପରମେଶ୍ୱର ତାହାକୁ ପରିତ୍ୟାଗ କରିବେ। କଟା ଯିବାର ଅର୍ଥ ପରମେଶ୍ୱର ତାହାକୁ ସମ୍ପୂର୍ଣ୍ଣ ଭାବରେ ତ୍ୟାଗ କରିବେ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପରମେଶ୍ୱରଙ୍କ ସହିତ ଆମେ କଲମ କରାଯାଇଛୁ। ଯଦି ଆମେ ମନ ପରିବର୍ତ୍ତନ କରିବା ନାହିଁ, ପରିଣାମ କଣ ହେବ? ରୋମିଓ ମଣ୍ଡଳୀକୁ ପାଉଲଙ୍କର ପତ୍ର 11 ଅଧ୍ୟାୟ 17 ପଦ ଟିକେ ପଢନ୍ତୁ। କିନ୍ତୁ ଯଦି କେତେକ ଶାଖା ହଁ। ଉଚ୍ଛିନ୍ନ ହେଲା ଓ ତୁମ୍ଭେ ବନ୍ୟଜିତ ବୃକ୍ଷର ଶାଖା ହେଲେ ହେଁ ସେହି ସବୁ ମଧ୍ୟରେ କଲମ କରାଗଲ, ପୁଣି ସେମାନଙ୍କ ସହିତ ଜିତ ବୃକ୍ଷ ମୂଳର ରସର ଅଂଶୀ ହେଲ। 23 ପଦ। ଆଉ ସେମାନେ ଯଦି ଅବିଶ୍ୱାସରେ ନ ରୁହନ୍ତି, ତେବେ ସେମାନେ ମଧ୍ୟ କଲମ କରାଯିବେ, କାରଣ ସେମାନଙ୍କୁ ଆଉ ଥରେ କଲମ କରିବା ନିମନ୍ତେ ଈଶ୍ୱର ସମର୍ଥ ଅଟନ୍ତି। এই স্থাନରେ ଲେଖା ଅଛି, ଆମେ ବନ୍ୟ ଜିତ ବୃକ୍ଷର ଶାଖା ବୋଲି କହିଲେ ଆମେ ଜିହୁଦୀ ନାହୁଁ, ଆମେ ଇସ୍ରାଏଲୀୟ ନାହୁଁ, ଆମେ ବିଜାତୀୟ ଅଟୁ। କିନ୍ତୁ ପ୍ରଭୁ ଆମକୁ କଣ କଲେ? ନେଇକି ତାଙ୍କ ସହିତ କଲମ କଲେ। ଯେଉଁମାନେ ନର୍ସରୀକୁ ଯାଇକି ଦେଖିଥିବେ, କଲମ କରିବା ପାଇଁ ହେଲେ କଟା ଯାଇଥିବା ଶାଖାକୁ ଆଣିକି ମୂଳ ଶାଖା ସହିତ ବା ତାହାର ଗଣ୍ଡି ସହିତ ତାହାକୁ କଲମ କରାଯାଏ, ବାନ୍ଧି ଦିଆଯାଏ। ତାହେଲେ ଏପରି ହୁଏ, ମୂଳର ରସର ଅଂଶୀ ହୁଏ ସେ ଶାଖା। ଆଉ ଏଠାରେ ପ୍ରଭୁ କହୁଛନ୍ତି, କେତେକ ଶାଖା ଉଚ୍ଛିନ୍ନ ହେଲା। ତୁମେ ବନ୍ୟ ଜିତ ବୃକ୍ଷର ଶାଖା ହେଲେ ହେଁ ସେ ଉଚ୍ଛିନ୍ନ ହୋଇଥିବା ଜାଗାରେ ତୁମେ କଲମ କରାଗଲ। ଇସ୍ରାଏଲୀୟ ମାନେ ଉଚ୍ଛିନ୍ନ ହେଲେ, ସେମାନେ ଯୀଶୁଙ୍କୁ ଗ୍ରହଣ କଲେ ନାହିଁ। ସେମାନଙ୍କ ସ୍ଥାନରେ ପ୍ରଭୁ ଆମ୍ଭମାନଙ୍କୁ କଲମ କଲେ, ଆମମାନଙ୍କୁ ରିପ୍ଲେସ କଲେ। ଆଉ ଆମ୍ଭମାନଙ୍କ ପାଇଁ ଗୋଟିଏ ବ୍ଲେସିଂ ହେଲା। ପୁଣି ସେଇ ସବୁ ମଧ୍ୟରେ କଲମ କରାଗଲ, ପୁଣି ସେମାନଙ୍କ ସହିତ ଜିତ ବୃକ୍ଷର ମୂଳ ରସର ଅଂଶୀ ହେଲ। ତେବେ ଗର୍ବ କର ନାହିଁ, ତୁମ୍ଭେ ଯେ ମୂଳକୁ ଧରି ନାହଁ, ମାତ୍ର ମୂଳ ତୁମ୍ଭକୁ ଧରିଅଛି ଜାଣିଥାଅ। ତେବେ ତୁମେ କହିବ, ମୁଁ ଯେପରି କଲମ ହୋଇପାରେ, ଏଥି ନିମନ୍ତେ ଡାଳ ଗୁଡ଼ିକ ଉଚ୍ଛିନ୍ନ ହୋଇଅଛି। ଭଲ କଥା। ସେମାନଙ୍କର ଅବିଶ୍ୱାସ ହେତୁ ସେମାନେ ଉଚ୍ଛିନ୍ନ ହେଲେ, ଆଉ ବିଶ୍ୱାସ ହେତୁ ତୁମେ ସ୍ଥାନ ପାଇଅଛ। 21 ପଦ। ଈଶ୍ୱର ସ୍ୱାଭାବିକ ଶାଖା ଗୁଡ଼ିକ ଛାଡ଼ିଦେଲେ ନାହିଁ, ତେବେ ତୁମ୍ଭକୁ ମଧ୍ୟ ଛାଡ଼ିଦେଲେ ନାହିଁ। 22 ପଦ ପଢନ୍ତୁ। ଅତଏବ ଈଶ୍ୱରଙ୍କ ଦୟା ଓ କଠୋରତା ବୁଝ। ଯେଉଁମାନେ ପତିତ ହେଲେ ସେମାନଙ୍କ ପ୍ରତି କଠୋରତା, କିନ୍ତୁ ତୁମ୍ଭେ ଯଦି ଈଶ୍ୱରଙ୍କ ଦୟାର ଶରଣାପନ୍ନ ହୋଇ ରହିଥାଅ, ତାହେଲେ ତୁମ୍ଭ ପ୍ରତି ତାହାଙ୍କ ଦୟା ନହିଲେ ତୁମ୍ଭେ ମଧ୍ୟ କଟାଯିବ। ଯଦି ଆମେ ଫଳ ଫଳିବା ନାହିଁ, ତାଙ୍କ ଦୟାର ଶରଣାପନ୍ନ ହୋଇକି ରହିବା ନାହିଁ, ଆମକୁ ଯେ ତାଙ୍କ ଠାରେ ସଂଲଗ୍ନ କରାଇଛନ୍ତି, ସେ ଆମକୁ ମଧ୍ୟ କାଟିକି ଉଚ୍ଛିନ୍ନ କରିବାରେ ବିଳମ୍ବ ହବ ନାହିଁ। ଆମେ ଦୀର୍ଘ ବର୍ଷର ଖ୍ରୀଷ୍ଟିଆନ ହୋଇପାରୁ, ଆମେ ବହୁତ ପ୍ରଚାର ଶୁଣିଥିବା ଖ୍ରୀଷ୍ଟିଆନ ହୋଇପାରୁ, ଆମେ ବହୁତ ରେଫରେନ୍ସେସ୍ ଜାଣିଥିବା ଖ୍ରୀଷ୍ଟିଆନ ହୋଇପାରୁ, ଆମ ମଣ୍ଡଳୀର ଇତିହାସ ବହୁତ ଗୌରବମୟ ଇତିହାସ ହୋଇଥାଇପାରେ, କିନ୍ତୁ ଆମେ କେତେ ମାତ୍ରାରେ ପରିବର୍ତ୍ତନର ଫଳ ଫଳୁଛୁ? ଯଦି ଆମେ ଫଳିବା ନାହିଁ, ତ ପରମେଶ୍ୱରଙ୍କର ନିୟମ ହେଉଛି ସେ କିଛି ଦିନ ଅପେକ୍ଷା କରିବେ, ଆଉ ତାପରେ ସେ ତାହାକୁ କାଟିଦେବେ,
ଆଉ ଶୁଣନ୍ତୁ ଭୟଙ୍କର କଥା କଣ ମାନେ ଯଦି ଗୋଟେ ଶାଖା ଫଳ ଫଳୁ ନାହିଁ ତାହାକୁ କାଟିଦେବେ ସେ ଶାଖାରେ ଯିଏ ବିଶ୍ୱାସ କରିକି ପରିବର୍ତ୍ତନ ହେବ ତାକୁ ଆଣିକି ସଂଯୋଗ କରିଦେବେ। ପ୍ରମାଣ ସ୍ୱରୂପେ ଏଫେସୀୟ ମଣ୍ଡଳୀ ପ୍ରକାଶିତ 2 ଅଧ୍ୟାୟରେ ଏଫେସୀୟ ମଣ୍ଡଳୀକୁ ପରମେଶ୍ୱର ୱାର୍ଣ୍ଣିଂ ଦେଲେ। କଣ ୱାର୍ଣ୍ଣିଂ ଥିଲା? ତୁମ୍ଭେ ଆପଣା ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ। 4-5 ପଢନ୍ତୁ। ତଥାପି ତୁମ ବିରୁଦ୍ଧରେ ଆମର ଏହି କଥା ଅଛି, ତୁମେ ଆପଣା ଆଦ୍ୟ ପ୍ରେମ ପରିତ୍ୟାଗ କରିଛ। ପରମେଶ୍ୱରଙ୍କର ଚେତାବନୀ ଏଫେସୀୟ ମଣ୍ଡଳୀକୁ ପ୍ରଭୁ କହୁଛନ୍ତି ତୁମ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ତୁମେ ଆପଣ ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ। ଆଚ୍ଛା 5 ପଦ। କେଉଁଟା ତୁମର ବଦଳ ହୋଇଅଛି, ତାହା ସ୍ମରଣ କରି ମନ ପରିବର୍ତ୍ତନ କର ଓ ଆଦ୍ୟ କର୍ମ ସବୁ କର। କହିଲେ ଯେବେ ମନ ପରିବର୍ତ୍ତନ ନ କର, ତେବେ ଆମ୍ଭେ ତୁମ ନିକଟକୁ ଆସି ତେଣୁ କେଉଁଠାରୁ ତୁମର ସମସ୍ତଙ୍କୁ ବୁଝାଇ ଦେବୁ। ପ୍ରଭୁ କହୁଛନ୍ତି ଗୋଟିଏ ମଣ୍ଡଳୀକୁ, ଗୋଟିଏ ବ୍ୟକ୍ତିକୁ କହୁନାହାନ୍ତି ଏଠାରେ, ଗୋଟିଏ ମଣ୍ଡଳୀକୁ କହୁଛନ୍ତି ମନ ପରିବର୍ତ୍ତନ କର। ମଣ୍ଡଳୀ ଭିତରେ ଭଲ ଭଲ ବିଷୟ ଥିଲା। ଆଜି ଆମେ ଅନେକ ଭଲ ବିଷୟ ଦେଖିବାକୁ ପାଉଛୁ। ଆମର ୟୁଥ ମାନେ ଗୋଟିଏ ସୁନ୍ଦର ମିଟିଂ ଅର୍ଗାନାଇଜ କଲେ, ଫଣ୍ଡ ରେଜ କଲେ, କୋଏଲ ଟିମ୍ ରେଡି କଲେ, बढ़िया उपासना कले, बढ़िया अरेंजमेंट कले, बहुत भल खाइबा को देले, बहुत सुंदर साउंड सिस्टम आनिले, 4-6 मासरु परिश्रम करिसंती। एही परि एफेसियो मंडली मध्य थिला। एफेसियंस चर्च वाज वेरी एक्टिव। जदि आपण देखिबे परमेश्वर कहउछंती एफेसियो मंडली रो टिके प्रशंसा करूछंती। कौन 2 पदे कहते आमे तुमर कर्म जाणु, आमे तुमर परिश्रम जाणु। दे वर हार्ड वर्किंग, से माने भारी परिश्रमी थे। आजिकाली सारा ओडिशार मंडली रे परिश्रम करबा लोक बहुत अछंती। कौन सी मीटिंग बोली कह, कौन सी कार्यक्रम बोली कह, कौन सी विशेष शिविर बोली कह, कौन सी गोटे यूथ कैंप बोली कह, परिश्रम करबा लोक बहुत अछंती। प्रभु कहते आमे तुमर कर्म जानो, तुमर परिश्रम जानो, तुमर धैर्य जानो। आओ ए सब प्रशंसा करू करू प्रभु कहते तुम विरुद्ध रे गोटे कथा अछि। कौन से कथा? 2टी विषय। आद्य परि तुमे नाहो, तुमे पूर्वे सेमिति थिलो सेति एबे नाहो। मु गोटे छोट प्रश्न आपण मान सम्मुखें रखी। आम मंडली बा एही मंडली पूर्वे जेमिति थिला एबे सेमिति अछि कि? आमे निजको पचारिबा दरकार। जदि नाही तो आमे ही सही एफेसियो मंडली। आ खाली एही मंडली कथा मु कहू नै, ओडिसा रो सब मंडली एफेसियो मंडली पर ही जाइछि।